ନା ସେ ରାଜି ହେବେନି, ରାଜିଲେ ବି ମୁଁ ଯିବିନି। ଆଜି ଯିବେନି। 25 ଦିନ ହେଲାଣି ମୁଁ ଯେତିକି ମାନେ ଭାଷା ଅଭାଷା ତୁ ନଗେଇକି ମୁଁ କହିଲି ସେ କୁଆଡେ ଯାଇଥିଲା, ଅଭ୍ୟାସ ବି କିଛି ନାହିଁ, ହେଲେ ଧମକା ଦଉଛି ଯେ କେମିତି ତୁ ଗାଁ ଭିତରେ ପଶିବି ମୁଁ te ଦେଖିବି। ମୁଁ କହିଲି ମୁଁ କେମିତି ପଶିବି ତୁ ଦେଖେ। ତ ଫାଇନାଲ ଆପଣ ଡିସିଜन ନେଇଛନ୍ତି ଯେ ଆଜି ଜଗବନ୍ଧୁଙ୍କ ସହିତ ଆପଣ ତାଙ୍କ ଘରକୁ ଯିବେ ଘରକୁ ଆଉ ଯିବି, ତାଙ୍କ ସହିତ ଆପଣ ମଧ୍ୟ ଯିବେ। ମୁଁ ବି ଯିବି, ତାକୁ ବି ନେଇକି ଯିବି। ଯେହେତୁ ସେ ଆପଣଙ୍କୁ ଧମକ ଦଉଛନ୍ତି ତୁ କେମିତି ଗାଁରେ ପଶିବୁ ପଶେ ମାନେ କିଛି ଯଦି ଅଘଟଣ ଘଟେଇ ପାରନ୍ତି ତାହେଲେ ଆପଣ କଣ କରିବେ? କିଛି କରିପାରିବନି, କରିସାରିଲା ପରେ ମୁଁ ତାର କଣ କରିବି ସିଏ ଜାଣିଥବ, ଆପଣ ହେଲେ କଣ ମୁଁ କରିବେ? ଅଛି, ତାର ଅଛି। ମୁଁ ଆଗକୁ ବି କହୁଛି, ଅବିକା ବି କହୁଛି, ତାର ବି ଅଛି, ତାର ବି ମାନେ ଜଗବନ୍ଧୁ ମିଶ୍ର ଯାହା ହେଇଛି ତାର ବି ସେମିତି ମୁଁ ଫୋନରେ ରଖିଛି। ସେ ଯଦି ଆଚ୍ଛା। ଭୁଲ ଡିସିସନ କଣ ନେଲା କି ମୋର ଆଗ ପଛ ସ୍ୱାମୀ ପାଖରେ ବିପଦ କଣ ଆସିଲା ମୁଁ ତାକୁ ବି ଛାଡିବିନି। ତ ବର୍ତ୍ତମାନ ଯେତେ ଯାହା ହେଇଗଲେ ବି ଆପଣ ପୁରା ଡିସିଜନ ମୁଁ ନେଇଛନ୍ତି ଯେ ଡିସିସନ ତାଙ୍କ ନେଇଛି ପାଖକୁ ମାନେ ଯିବେ ନାହିଁ, ତା ପାଖକୁ ଟୋଟାଲ ତା ଯିବିନି। ପାଖକୁ ଯିବାର ନାହିଁ। ହେଲେ ତ ଗୋଟାଇ ମୋର ଅଛି କାରଣ କେହି ତ ଭାଇ ସାଥ ନାହାନ୍ତି, ଏ ମିଡିଆ ତରଫରୁ କହୁଛି। ଏଇଟା ମୋ ସମାଧାନ ହେଇଗଲା ପରେ ମୋ ଆଗ ସ୍ୱାମୀଠୁ ମୁଁ ଡିଭୋର୍ସ ଆଣିବାକୁ ଚାହୁଁଛି, ହେଲେ ଆପଣ ମାନେ ସେଇଟା ସାହାଯ୍ୟ କରିବେ। ଆମେ ତ ଆମର କାମ ହେଲା ଯେ ଆମେ କେବଳ ଲୋକଙ୍କ ପାଖରେ ପହଞ୍ଚିବା କିମ୍ବା କୌଣସି ସରକାରଙ୍କ ପାଖରେ ପହଞ୍ଚିବା, ଆମର ଏଇଟା ତ କଥା ହେଲା ଏତିକି। ପହଞ୍ଚେଇଲେ ନା, ଏଇଟା ତ ମତେ ଖୁସିର ତ କଥା। କିନ୍ତୁ ନ୍ୟାୟ ଦେବେ ଆପଣଙ୍କୁ, ସରକାର ଦେବେ, ଓକିଲ ଦେବେ, ଯୋଉ କୋର୍ଟ ଦେବେ, କିଏ ପୋଲିସ ଦଉଛି, ଷ୍ଟେସନ ଦେବେ। କିଏ ଦଉଛି? ତ ସେଇଗୁଡା ତ ଆମେ ଦେଇପାରିବୁନି, ଆମର କାମ ହେଲା କେବଳ ଲୋକମାନଙ୍କ ପାଖରେ ମୁଁ ନେଇକି ପହଞ୍ଚେଇବା। ଯିବି, ମୁଁ ନେଇକି ଯିବି, ମୁଁ ପୋଲିସ ପାଖକୁ ନେଇକି ଯିବି, ମୁଁ ତାଙ୍କ ଦୁଆରକୁ ନେବି, ମୋର ଆଗ ସମୟଠୁ ଡିଭୋର୍ସ ଦରକାର। ଏଇଟା ଆପଣ ମାନେ ଯାହା ସେଇଟା କରିବେ। ତ ଆପଣ କୋର୍ଟରେ ଯାଇକି ଆପ୍ଲାଏ କରିବେ, କୋର୍ଟରେ ଆପ୍ଲାଏ ହଁ କଲା ମୁଁ ପରେ ସବୁ କୋର୍ଟ ତାର କରିସାରିଲା ଯାହା ପରେ ଡିସିସନ ମିଡିଆ ନେବେ। ବାଲାକୁ ନେଇକି ଯିବି ନା, ବାସ୍। ମୁଁ ସବୁ କରିବି ସାରିଲା ପରେ ଆପଣ ମାନଙ୍କୁ ତ ଡକେଇବି। ବର୍ତ୍ତମାନ ଆପଣ ପୁରା ଫାଇନାଲ ଡିସିସନ ନେଇଛନ୍ତି ତାଙ୍କୁ ବର୍ତ୍ତମାନ ଆଉଟ କରିବେ, ପ୍ରଥମ ସ୍ୱାମୀ କି ଆଜି ଜଗବନ୍ଧୁକୁ ସାଙ୍ଗରେ ନେଇ ଘରକୁ ପ୍ରବେଶ ଘରକୁ କରିବେ। ଯିବି ଆଉ ଘରେ କଣ ଏମିତି ସ୍ପେଶାଲ ସଜାସଜି କରିକି ଆସିଛନ୍ତି? ସେଇ ଏତେ ଦିନ ପରେ ମାନେ ଦି ଜଣ ଆଜି ମିଳିବେ, ମିଶିବେ, ତ କେତେ ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି, ହେଲେ ମାନେ ମୁଁ ଗୋଟାଏ ଚିନ୍ତା କରୁଛି ଯେ ଏତେ ସୋଦା ଗାଡି ଖାଇକି ବି ତଥାପି ସେ ମୋ ପାଖକୁ ଫେରି ଯାଉଛନ୍ତି, ମତେ ସେଇଟା ବହୁତ ଖୁସି ତ ଲାଗୁଛି। ବର୍ତ୍ତମାନ ଆମେ ଭିଡ଼ିଓଟା ଅପଲୋଡ କରି ବର୍ତ୍ତମାନ ଜଗବନ୍ଧୁ ରାସ୍ତାରେ କୋଉଠି ଆସୁଛନ୍ତି, ବର୍ତ୍ତମାନ ଯଦି ସେ ଭିଡ଼ିଓ ଦେଖିବେ ତାକୁ କଣ କହିବେ ଭିଡ଼ିଓ ମାଧ୍ୟମରେ? କଣ କହିବି, ଖୁସି ତ ଅଛି ନା, କହିବି କଣ? ତାକୁ କଣ କହିବେ? ଆପଣ ବର୍ତ୍ତମାନ ସେ କୋଉଠି ଏବେ ଅଛନ୍ତି, ଗାଡି କୋଉଠି ଦେଖାକରିବେ? ଚଲାଉଥିବେ, ଭିଡିଓ ଦେଖିବେନି। ଯଦି ଭିଡ଼ିଓ ମନେକର ରାସ୍ତାରେ ଓହ୍ଲେଇ ହଠାତ୍ ତାଙ୍କ ନଜରରେ ପଡ଼ିଗଲା, ଆଜି ପହଞ୍ଚିଲେ ତାଙ୍କୁ କଣ କହିବେ? ଗାଡି ଚଲେଇବ, ଫୋନ ଦେଖିଲେ ଭଲ ନୁହଁ। ଭଲ ନୁହଁ। ଆସିଲା ପରେ ଯଦି ଆସିଲା ଆସି ପରେ ସାରିଲା ତାଙ୍କୁ ପରେ କହିବେ ଯଦି ନା ନାଇଁ ମୁଁ ଏଇ ଦେଖି, ଜାଗାରେ ଅଛି, ଏଇ ଜାଗାରେ ମତେ ଆସି ଭେଟ ହଁ କରିବେ? ଆସି ସାରିଲା ପରେ ଫୋନ କଲେ ଆପଣ ଦେଖିବେନି ଏଇଠିକି ଏଇଠି ଆସୁଛନ୍ତି, ଆସୁଛନ୍ତି। ତାହେଲେ ଆସିଲା ପରେ ଆମକୁ ଡାକିବେ ନା ନାଇଁ? ହଁ ଡାକିବି। ନିଶ୍ଚିତ। ହଁ। ଠିକ ଅଛି।